ପିଲାମାନେ ଆଜି ଆମେ ଆଲୋଚନା କରିବା ଆମର ଯେଉଁ ଫିଜିକାଲ ସାଇନ୍ସ ଚାପ୍ଟର ରହିଛି ଧାତୁ ଅଧାତୁ, ସେ ଧାତୁ ଅଧାତୁ ଚାପ୍ଟରଟାକୁ ଆମେ ଆଜି ଆଲୋଚନା କରିବା। ଧାତୁ ଅଧାତୁ ଚାପ୍ଟରରେ ଯେଉଁ ସର୍ଟ ଟାଇପ୍ ସବୁ ଆସିବ, ଆଉ 2 ମାର୍କିଆ ବା 3 ମାର୍କିଆ କ୍ୱେଶ୍ଚନ୍ ଆସିବ ଏବଂ ଯେଉଁ ଲଙ୍ଗ୍ ଟାଇପ୍ 5 ମାର୍କ କ୍ୱେଶ୍ଚନ୍ ଆସିବାର ଯେଉଁ ସମ୍ଭାବନା ବହୁତ ଅଧିକ ରହିଛି, ଯେଉଁ ସିଲେକ୍ଟିଭ୍ କ୍ୱେଶ୍ଚନ୍ ଗୁଡ଼ିକ ଆମେ ସେଗୁଡ଼ିକୁ ଆଲୋଚନା କରିବା। ତା ସହିତ ଆମେ ଯେଉଁ ବିଗତ 10 ବର୍ଷ ଧରି ଯେଉଁ କ୍ୱେଶ୍ଚନ୍ ସବୁ ଆସିଛି ଆଜି ପର୍ଯ୍ୟନ୍ତ ପରୀକ୍ଷାରେ ସେଗୁଡ଼ିକୁ ଆଲୋଚନା କରିବା। ଆଉ ଗୋଟିଏ କିଛି ଆଲୋଚନା କରିବା ଯେପରି ଭାବରେ ନିହାତି କେଉଁ କ୍ୱେଶ୍ଚନ୍ ଗୁଡ଼ିକ ଆସିବ ସେଇ କ୍ୱେଶ୍ଚନ୍ ଗୁଡ଼ିକ ଆମେ ଆଲୋଚନା କରିବା। ତେବେ 1 ମାର୍କର ଭେରି ସର୍ଟ କ୍ୱେଶ୍ଚନ୍ ଆମେ ପ୍ରଥମ କ୍ୱେଶ୍ଚନ୍ ଦେଖିବା, ଧାତୁ କାହାକୁ କୁହାଯାଏ? ବୁଝିପାରିଲେ ପିଲେ? ଦ୍ୱିତୀୟ ପ୍ରଶ୍ନ ହେଉଛି ଅଧାତୁର ଗୋଟିଏ ଉଦାହରଣ ଦିଅ। ତୃତୀୟ ପ୍ରଶ୍ନ ସବୁଠୁ ହାଲକା ଧାତୁ କେଉଁଟି? କେଉଁ ଧାତୁ ତରଳ ଅବସ୍ଥାରେ ମିଳେ? ଯେପରି ବ୍ରୋମିନ୍ ତରଳ ଅଧାତୁ, ସେହିପରି ଭାବରେ କେଉଁ ଧାତୁ ତରଳ ଅବସ୍ଥାରେ ମିଳେ? ପଞ୍ଚମ ପ୍ରଶ୍ନ ଧାତୁ କେଉଁ ଧରଣର ଆୟନ ଗଠନ କରେ? ଅର୍ଥାତ୍ ପଜିଟିଭ୍ ଆୟନ ନା ନେଗେଟିଭ୍ ଆୟନ, ଅର୍ଥାତ୍ କ୍ୟାଟାୟନ ବା ଆନାୟନ ଭିତରୁ କି ପ୍ରକାର ଆୟନ ଗଠନ କରେ? ଷଷ୍ଠ ପ୍ରଶ୍ନ ଅଧାତୁର ଗୋଟିଏ ଭୌତିକ ଗୁଣ ଲେଖ। ଯେତେ ଗୁଡ଼ିଏ ଭୌତିକ ଗୁଣ ଅଛି ସେଥିରୁ ଗୋଟିଏ ଭୌତିକ ଗୁଣ ଲେଖ ପଚାରିছে। ଏବେ ଆମେ ଆସିବା 2 ମାର୍କିଆ କ୍ୱେଶ୍ଚନ୍ ଦେଖିବା। ପ୍ରଥମ ପ୍ରଶ୍ନ ହେଉଛି ଧାତୁ ଓ ଅଧାତୁ ମଧ୍ୟରେ 2ଟି ପାର୍ଥକ୍ୟ ଲେଖ। ବୁଝିପାରୁଛ? 2 ମାର୍କ ମାନେ ଆମକୁ ଅତି କମ୍ରେ 2ଟି ପଏଣ୍ଟ ଦେବାକୁ ପଡ଼ିବ। କାହିଁକି ଧାତୁ ଗୁଡ଼ିକ ଭଲ ବିଦ୍ୟୁତର ପରିବାହକ? ତୃତୀୟ ପ୍ରଶ୍ନ ଧାତୁର କ୍ରିୟାଶୀଳତା ଶ୍ରେଣୀ କ'ଣ? ଚତୁର୍ଥ ଲୌହର ଜଙ୍ଗ କିପରି ହୁଏ? ଲୁହାର କେମିତି ଜଙ୍ଗ ହୁଏ, କଳଙ୍କି କେମିତି ହୁଏ? ପଞ୍ଚମ ପ୍ରଶ୍ନ ହେଉଛି ଧାତୁ କାହିଁକି ମାଲେବଲ ପତ୍ର ହୋଇପାରେ? ଧାତୁ କାହିଁକି ମାଲେବଲ? ଏବେ ଯିବା ତୃତୀୟ ପ୍ରଶ୍ନ ବା 3 ମାର୍କିଆ କ୍ୱେଶ୍ଚନ୍ ସବୁ ଦେଖିବା। କ'ଣ 3 ମାର୍କର କ୍ୱେଶ୍ଚନ୍ ସବୁ ଆସୁଛି? ଧାତୁର ରାସାୟନିକ ଗୁଣ 3ଟି ଲେଖ। ଗୋଟେ ଧାତୁର 3ଟି ରାସାୟନିକ ଗୁଣ ଲେଖିବା ପାଇଁ ପଚାରିছে। ଦ୍ୱିତୀୟ ପ୍ରଶ୍ନ ଧାତୁର ଅକ୍ସିଜେନ୍ ସହ ପ୍ରତିକ୍ରିୟା ବର୍ଣ୍ଣନା କର। ଅଧାତୁର ବ୍ୟବହାର ଲେଖ। 3ଟି ବ୍ୟବହାର ଲେଖ ଅଧାତୁର। ଚତୁର୍ଥ ପ୍ରଶ୍ନ ଖଣିଜ ବା ଓର୍ କାହାକୁ କୁହାଯାଏ? ଉଦାହରଣ ଦିଅ। ଏବେ ଆମେ ଦେଖିବା 5 ମାର୍କ ଲଙ୍ଗ୍ ଆନ୍ସର କ୍ୱେଶ୍ଚନ୍ସ, ବୋର୍ଡ଼ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେଉଁ କ୍ୱେଶ୍ଚନ୍, ସେଇ କ୍ୱେଶ୍ଚନ୍ ଆମେ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି ଧାତୁ ଓ ଅଧାତୁର ଭୌତିକ ଓ ରାସାୟନିକ ଗୁଣ ବିସ୍ତାର ଭାବରେ ଲେଖ। ଓକେ, ଧାତୁ ଆଉ ଅଧାତୁର ଭୌତିକ ଓ ରାସାୟନିକ ଗୁଣ ଗୁଡ଼ିକୁ ବିସ୍ତାରିତ ରୂପେ ଲେଖ। ଦ୍ୱିତୀୟ ପ୍ରଶ୍ନ ଧାତୁ ତିଆରି ପ୍ରକ୍ରିୟା ବା ଏକ୍ସଟ୍ରାକ୍ସନ୍ ଅଫ୍ ମେଟାଲକୁ ବ୍ୟାଖ୍ୟା କର। କିଭଳି ଭାବରେ ଆମେ ଧାତୁ ପ୍ରସ୍ତୁତ କରିଥାନ୍ତି? ତୃତୀୟ ପ୍ରଶ୍ନ କ୍ରିୟାଶୀଳତା ଶ୍ରେଣୀ ଆଧାରରେ ଧାତୁର ପ୍ରକ୍ରିୟା ବା ପ୍ରତିକ୍ରିୟା ବୁଝାଅ। ଚତୁର୍ଥ ପ୍ରଶ୍ନ ଲୁହାର ଜଙ୍ଗର କାରଣ, ପ୍ରତିରୋଧ ଓ ପ୍ରଭାବ ଲେଖ। ପଞ୍ଚମ ପ୍ରଶ୍ନ ଧାତୁର ଯେଉଁ ରହିଛି କୋରିଜନ୍ ଏହାର କ'ଣ ଏବଂ ଏହାକୁ ଆମେ ରୋକିବା କେମିତି? କୋରିଜନ୍ ଅର୍ଥ କ'ଣ? ଯେଉଁ ରହିଛି ସ୍ଲୋ ମାନେ ଧୀର କ୍ରମ କ୍ଷୟ ଯେଉଁଟାକୁ କୁହନ୍ତି। ଏବେ ଆମେ ଯିବା, ଆମେ ଏବେ ଆଉ ଥରେ ଦେଖିବା ଯେ ଆଉ କ'ଣ କ୍ୱେଶ୍ଚନ୍ ହେଇପାରେ। ସର୍ଟ ଟାଇପ୍ କ୍ୱେଶ୍ଚନ୍ କ'ଣ ହେଇପାରେ, ଯେଉଁଟା ସମ୍ଭାବ୍ୟ କ୍ୱେଶ୍ଚନ୍ କ'ଣ ହେଇପାରେ? ପ୍ରଥମ ପ୍ରଶ୍ନ ସର୍ଟ ଟାଇପ୍ 1 ମାର୍କିଆ କ୍ୱେଶ୍ଚନ୍ ଦେଖିବା। ଧାତୁ କାହାକୁ କୁହାଯାଏ? ଅଧାତୁ କାହାକୁ କୁହାଯାଏ? ସବୁଠାରୁ ହାଲକା ଧାତୁ କ'ଣ? ଦେଖ, ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ ଆମେ ଆଗରୁ ଆଲୋଚନା କରୁଛନ୍ତି ପୁନଃ ସେଇ କ୍ୱେଶ୍ଚନ୍ ଆଲୋଚନା, ଅର୍ଥାତ୍ ସେଗୁଡ଼ିକ ଗୁରୁତ୍ୱ, କିନ୍ତୁ ତା ସହିତ ଆଉ କିଛି ଅଲଗା ଗୁରୁତ୍ୱ କ୍ୱେଶ୍ଚନ୍ ବି ଆମେ ଏଠି ଆଲୋଚନା କରାଇବା। ଯେପରି ଭାବରେ ବିଦ୍ୟୁତର ସୂତାରୁ ତିଆରି ହୋଇଥିବା ଧାତୁର ନାମ କ'ଣ? ଯେପରି ମର୍କ୍ୟୁରୀ ବା ଯେଉଁଟାକୁ ଆମେ ଜାଣିଛନ୍ତି କେଉଁ ଅବସ୍ଥାରେ ଥାଏ, ବା ପାରଦ ଯେଉଁଟା କୁହନ୍ତି, ପାରା ବା ପାରଦ କହନ୍ତି। ତାପରେ ଲୁହା ଜଙ୍ଗ ଧରିବାକୁ କ'ଣ କୁହାଯାଏ? ସପ୍ତମ ପ୍ରଶ୍ନ ହେଉଛି ଧାତୁର କୁଟନଶୀଳତା କାହାକୁ କୁହାଯାଏ? ଠିକ୍ ସେହିପରି ଭାବରେ 2ରୁ 3 ମାର୍କର କ୍ୱେଶ୍ଚନ୍ ଦେଖିବା। ଧାତୁ ଓ ଧାତୁର 2ଟି ତଫାତ ଲେଖ। ଏକଥା ବି ଆଲୋଚନା ହେଇଛି ଧାତୁ କାହିଁକି ତାପ ଓ ବିଦ୍ୟୁତର ଭଲ ପରିବାହକ। ସେଠି ଆମେ କେବଳ ଥିଲା ଧାତୁ କାହିଁକି ବିଦ୍ୟୁତର ପରିବାହକ, ଇଏ ହେଉଛି ତାପ ବିଦ୍ୟୁତର ପରିବାହକ। ଜଙ୍ଗ ଧରିବା ପ୍ରକ୍ରିୟା ବ୍ୟାଖ୍ୟା କର। ତାପରେ ଓର୍ କାହାକୁ କୁହାଯାଏ? ତାପରେ ଧାତୁ ଉତ୍ତୋଳନରେ ଯେଉଁଟାକୁ ହେଉଛି କନସେନ୍ଟ୍ରେସନ୍ ଅଫ୍ ଓର୍ କାହିଁକି ଆବଶ୍ୟକ? ତାପରେ 5 ମାର୍କିଆ ଦୀର୍ଘ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଧାତୁ ଅଧାତୁର ଭୌତିକ ରାସାୟନିକ ଗୁଣ ଲେଖ। ଦ୍ୱିତୀୟ ପ୍ରଶ୍ନ ହେଉଛି ଧାତୁର ରିଆକ୍ଟିଭିଟି ସିରିଜ୍ କ'ଣ, ତାହାର ବ୍ୟାଖ୍ୟା କର। ତୃତୀୟ ପ୍ରଶ୍ନ ଲୁହାରେ ଜଙ୍ଗ କିପରି ଲାଗେ, ଏହାକୁ ରୋକିବାର ଉପାୟ ଲେଖ। ଚତୁର୍ଥ ପ୍ରଶ୍ନ ଧାତୁ ଉତ୍ତୋଳନ ପ୍ରକ୍ରିୟାକୁ ଉଦାହରଣ ସହିତ ବ୍ୟାଖ୍ୟା କର। ପଞ୍ଚମ ପ୍ରଶ୍ନ ଧାତୁ ଓ ଅଧାତୁର ବ୍ୟବହାର ଲେଖ। ଏବେ ଯିବା ବାରମ୍ବାର କେଉଁ କ୍ୱେଶ୍ଚନ୍ ଆସିଛି, 10 ବର୍ଷ ଧରି ଆସିଥିବା ସବୁ ବାରମ୍ବାର କ୍ୱେଶ୍ଚନ୍ ଗୁଡ଼ିକୁ ଆମେ ଆଲୋଚନା କରିବା। ପ୍ରଥମେ ଦେଖ, 1 କକ୍ଷ ତାପମାନରେ ତରଳ ଧାତୁ କ'ଣ? କକ୍ଷ ତାପମାନରେ
कक्ष तापमान माने कौन माने रूम टेम्परेचर जोटा कहते तरल धातु कौटा गोटे उदाहरण देवाई कहूँ ये सेमती रूम टेम्परेचर तरल अधातुर उदाहरण देवाई कहूँ एम्फोटेरिक ऑक्साइड आम जानते दुईटी उदाहरण देख सबुठ अधिक प्रतिक्रियाशील धातु रोटे उदाहरण दियो बा कौन गोटे तापर आयोनिक कंपाउंड क्यों अवस्था विद्युत परिवहन करे एबे देखा लास्ट 10 इयर्स रिपीट क्वेश्चन 2 ରୁ 3 मार्क जो रिपीटेड क्वेश्चन जोड़ा आसी से क्वेश्चन गुड़ा कौन कौन सब क्वेश्चन आसी ना ये सब क्वेश्चन देखले आम जापर जे कौ प्रकार क्वेश्चन आसी पारे संभावना कौन धातु अधातुर दुईटी भौतिक तफात लेख रिएक्टिविटी सीरीज कौन दुईटी व्यवहार लेख आयोनिक कंपाउंड कहीं ठोस अवस्था विद्युत परिवहन करे नहीं और क्या कह जाए तापर आलुमिनियम ऑक्साइड कहीं एम्फोटेरिक अटे ये जो प्रश्न एवं आसवा 3 ରୁ 4 मार्क बहुबार आसवा क्वेश्चन एक धातुर जेकोसी 3टी रासायनिक गुण द्वितीय प्रश्न धातु अम्ल सह प्रतिक्रिया कले कौन हुए समीकरण सह लेख तृतीय प्रश्न मैग्नेशियम कार्बोनेट को ताप देले कौन हुए चतुर्थ प्रश्न एलॉय क्या कह जाए दुईटी उदाहरण लेख एवं 5 मार्किया लास्ट 10 इयर्स सियोर क्वेश्चन जोड़ा आसी आगु लुहार जंग किपर लगे कारण समीकरण और रोकथाम उपाय लेख द्वितीय प्रश्न रिएक्टिविटी सीरीज एक देख बारंबार प्रश्न पचरा जेकोसी आम यही क्वेश्चन ही पढ़ुं धातु अधातुर भौतिक और रासायनिक गुण कौन तुलना कर सेमिति थर्माइट रिएक्शन कौन आउ समीकरण सहित लेख तापर कपर इलेक्ट्रोलाइटिक्स है रिफाइनिंग प्रतिक्रिया चित्र सहित वर्णना कर धातु उत्तोलन विभिन्न पदक्षेप लेख ये हूँ जो इम्पोर्टाट क्वेश्चन जोड़ाक बारंबार आसी प्रश्न एबे 10 वर्ष धरी एग्जाम रे क्यों क्यों जिनिस ट्रेंड होती सब देख रस्टिंग ऑफ आयरन देख प्राय सब वर्ष पड़ुची एटा हूँ गोटे ट्रेंड माने रस्टिंग ऑफ आयरन विषय प्रति वर्ष किसी ना कि क्वेश्चन आसपर रिएक्टिविटी सीरीज 2 मार्किया 3 मार्किया 5 मार्किया ये भी निश्चित क्वेश्चन एम्फोटेरिक ऑक्साइड विषय देख जिंक ऑक्साइड हो एल्युमिनेट हो एम्फोटेरिक ऑक्साइड एल्युमिनियम ऑक्साइड हो जिंक ऑक्साइड जो एम्फोटेरिक ऑक्साइड अच्छी निश्चित कौन ना कौन क्वेश्चन आसो एमसीक्यू रे आसू बा शॉर्ट टाइप रे आसू निश्चित भाव में क्वेश्चन आसो तापर आयोनिक कंपाउंडर प्रॉपर्टीज निश्चित आसो मन रखि था आयोनिक कंपाउंड होची जो विद्युत संयोजक यौगिक अच्छी तार जो गुण गुड़िक विषय निश्चित आसो तापर थर्माइट रिएक्शन हो बा रिफाइनिंग ऑफ कपर हो बुझीपार ये दुईटी भितर जेकोसी क्वेश्चन गोटे आसो ही आसो ये हूँ ट्रेंड क्वेश्चन प्रायतः सब वर्ष आसूसी ये क्वेश्चन आसो तेणु पे मु आशा करते गुड़े क्वेश्चन देली केते गुड़े क्वेश्चन देख बारंबार मुझे से क्वेश्चन को आम इम्पोर्टाट देते जोरा आसो और से क्वेश्चन जोरा रिपीटेड भी तेणु से क्वेश्चन गुड़ी थरुटिया लिखिदेव और आरंभ शेष पर्यंत सब 1 मार्किया 2 मार्किया और 5 मार्क को सेपारेट करदेव और देख निश्चित ये क्वेश्चन गुड़िक ही तुम परीक्षा आसो धातु धातुर तेणु मुझे आशा करुँची आ परवर्ती आम भिडियो सब एमसीक्यू क्वेश्चन आनिबा प्रति विषय 50 ରୁ 100टा लेखा एमसीक्यू क्वेश्चन आनिबा जहाँफल कि आम एमसीक्यू भी पाइबा आराम से किंतु जो 2 मार्किया 1 मार्किया 5 मार्किया ये सब क्वेश्चन रही से सब क्वेश्चन गुड़िक विषय आम ये व्याख्या कले तेणु निश्चित भाव में यह तुमको भल हम लगे और निश्चित तुमको साहाय्य कर तेणु जब भिडियो पसंद आसुच्छी निश्चित भाव में लाइक करेंगे और सब्सक्राइब